ଅନ୍ଧାରରେ ଆଲୋକର ଦୂତ। ଯେଉଁଠି ସରକାରୀ ଯୋଜନା ପହଞ୍ଚିବା କଷ୍ଟକର ହୋଇପଡ଼େ, ସେଠାରେ ଜଣେ ସଚ୍ଚୋଟ ଅଧିକାରୀଙ୍କ ଇଚ୍ଛାଶକ୍ତି କିଭଳି ପରିବର୍ତ୍ତନ ଆଣିପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଏକ ଦୁର୍ଗମ ଗାଁ ହେଉଛି ଝୋଲାପଡ଼ା। ଚାରିପଟେ ଘଞ୍ଚ ଜଙ୍ଗଲ। ଏଠାରେ ବସବାସ କରନ୍ତି ପହରିୟ ସମ୍ପ୍ରଦାୟର ଲୋକେ। କିନ୍ତୁ ଦୁଃଖର ବିଷୟ, ସ୍ୱାଧୀନତାର ଏତେ ବର୍ଷ ପରେ ବି ଏହି ଗାଁ ଅନ୍ଧାରରେ ବୁଡ଼ି ରହିଥିଲା। ବିଦ୍ୟୁତ୍ ସେବା ନଥିବାରୁ ସନ୍ଧ୍ୟା ହେଲେ ଗାଁରେ ମାଡ଼ି ଆସୁଥିଲା ଅନ୍ଧକାର। ଛୋଟ ପିଲାଙ୍କ ପାଠପଢ଼ା ବନ୍ଦ ହୋଇଯାଉଥିଲା ଆଉ ବୟସ୍କମାନଙ୍କ ଦୁଃଖ କହିଲେ ନ ସରେ। ଏହି ଗାଁର ଲୋକେ ବାଉଁଶରେ କୁଲା, ଟୋପା ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରି ନିଜର ଗୁଜରାଣ ମେଣ୍ଟାନ୍ତି। ହେଲେ ଅନ୍ଧାର ଯୋଗୁଁ ସେମାନଙ୍କ କାମ ସନ୍ଧ୍ୟା ପୂର୍ବରୁ ଅଟକି ଯାଉଥିଲା। ସତେ ଯେମିତି ସେମାନଙ୍କ ଜୀବନ ଓ ଜୀବିକା ଅନ୍ଧାର ଭିତରେ ବନ୍ଦୀ ହୋଇ ରହିଥିଲା। କିନ୍ତୁ ଏହି ସମୟରେ ଦେବଦୂତ ସାଜି ଆସିଲେ ସିନାପାଲି ବନ ବିଭାଗର ରେଞ୍ଜର କାମେଶ୍ୱର ତାଣ୍ଡି। ସେ ଗାଁ ପରିଦର୍ଶନରେ ଯାଇଥିବା ବେଳେ ଲୋକଙ୍କ ଏହି ଦୁର୍ଦ୍ଦଶାକୁ ନିଜ ଆଖିରେ ଦେଖିଲେ। ସେମାନଙ୍କ ସମସ୍ୟା ତାଙ୍କ ହୃଦୟକୁ ଛୁଇଁଲା। ସେ କେବଳ ପ୍ରତିଶ୍ରୁତି ଦେଲେନି, ବରଂ ନିଜ ଉଦ୍ୟମରେ ତୁରନ୍ତ ସମାଧାନର ବାଟ ବାହାର କଲେ। ଟ୍ରାନ୍ସଫର୍ମେସନ ପରିବର୍ତ୍ତନ। ରେଞ୍ଜରଙ୍କ ନିଜସ୍ୱ ପ୍ରୟାସରେ ଗାଁର ଘର ଘର ଆଗରେ ଲଗାଗଲା ସୋଲାର ଲାଇଟ୍। ଯେତେବେଳେ ପ୍ରଥମ କରି ଗାଁରେ ଏହି ଆଲୋକ ଜଳିଲା, ଗାଁ ଲୋକଙ୍କ ଆଖିରେ ଖୁସିର ଲୁହ ନାଚି ଉଠିଲା। ଆଜି ଝୋଲାପଡ଼ା ଗାଁ ଆଲୋକିତ। ପିଲାମାନେ ରାତିରେ ପଢ଼ିପାରୁଛନ୍ତି, କାରିଗରମାନେ ରାତିରେ ମଧ୍ୟ ବାଉଁଶ କାମ କରି ଅଧିକ 2 ପଇସା ରୋଜଗାର କରିପାରୁଛନ୍ତି। ରେଞ୍ଜର କାମେଶ୍ୱର ତାଣ୍ଡିଙ୍କ ଏହି ମହତ କାର୍ଯ୍ୟ ଆଜି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସତରେ, ଯଦି ଇଚ୍ଛାଶକ୍ତି ଥାଏ, ତେବେ ଯେକୌଣସି ଦୁର୍ଗମ ଅଞ୍ଚଳକୁ ବି ଉନ୍ନତିର ଆଲୋକରେ ଝଲସାଇ ଦିଆଯାଇପାରିବ। ନିରପେକ୍ଷ ଖବର ସବୁବେଳେ ଆପଣଙ୍କ ସହ। ବ୍ୟୁରୋ ରିପୋର୍ଟ, ସାଗର ଖବର। ନମସ୍କାର, ଆପଣ ଦେଖୁଛନ୍ତି ସାଗର ଖବର। ସତ୍ୟ ଏବଂ ସଠିକ୍ ସୂଚନା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଓ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ଭିଡିଓକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାନ୍ତୁ। ଧନ୍ୟବାଦ।